ଆସନ୍ତୁ ବୁଲିଯିବା ଗଣ୍ଡାହାତୀ ୱାଟରଫଲ୍। ବୋଇଲେ ଆଜି ଆମେ ଆସୁଛୁ ଗଣ୍ଡାହାତୀ ୱାଟରଫଲ୍ କୁ। ଆଉ ଆମେ ହେଉଛୁ ବ୍ରହ୍ମପୁରୀ ଲୋକ। ବ୍ରହ୍ମପୁର ଲୋକର ଫେଭରେଟ୍ ବୋଲେ ପୁରୀ ଉପମା ଥିବ। ବୋଇଲେ ଭାଇନା ସବୁ ରାଇଟ୍ ନା ବୋଲେ ମୁଡ୍ ଚିଲ୍ କରିବା, ଚାଲ ଯିବା ଗଣ୍ଡାହାତୀ ଟିକେ ବୁଲିକି ଆସିବା। ଆଉ ଫାଷ୍ଟରୁ ଲେଖା ହେଇଛି ଡୋଣ୍ଟ ଜମ୍ପ। ବର୍ତ୍ତମାନ ମୁଁ ଏଣ୍ଟ୍ରି କଲି ଏଣ୍ଟ୍ରାନ୍ସରେ। ଆଉ ଭିତରୁ ପଶୁ ପଶୁ ଦୁସିଲା ଫ୍ରେଶ୍ ପରିବା ସାଙ୍ଗକୁ କଞ୍ଚା କଦଳୀ ନାହିଁ ବା ପାଚିଲା କଦଳୀ। ଆଉ ବର୍ତ୍ତମାନ ଆମେ ଦେଖୁଛନ୍ତି ମନୋରମା ଭ୍ୟୁ, ମାନେ କେଉଁଠର ନା ଗଣ୍ଡାହାତୀର। ବେଲେ ଯେଉଁ ଲାଗିଲା ବାବା ଏଇନା କ'ଣ କହିବି, ଓହ ବୋଲେ ଆଉ ସେ କହିହେବନି। ଆଉ ଥଣ୍ଡା ଦିନ, ମାନେ ଶୀତ ଦିନର ଥଣ୍ଡା ପାଣିକୁ ଭିତରକୁ ପଶୁ ଯେଉଁ ଲାଗୁଛି ବୋଲି କହିଲେ ଆଉ କ'ଣ କହିବି କୁହ। ତଥାପି ବହୁତ ଏନ୍ଜୟ କଲୁ ଆମେ, ବୋଇଲେ ସେମିତି ନାହିଁ। ଆଉ ଆଶା ଥିଲା କେବଳ ଆପଣମାନଙ୍କୁ ଗୋଟେ ଜିନିଷ, ଦୟାକରି ପ୍ଲିଜ୍ ଡୋଣ୍ଟ ଫରଗେଟ୍ ଫର୍ ମୋ ଫଲୋ। ଖାଲି ଟିକେ ଫଲୋ କରିବେ। ଆଉ ଆପଣମାନେ କେବେ ଆସିଛନ୍ତି କି ଗଣ୍ଡାହାତୀ? ଯଦି ଆସିଛନ୍ତି ତ କମେଣ୍ଟରେ ଲେଖନ୍ତୁ। ଆଉ ବର୍ତ୍ତମାନ ଦେଖିଥିବେ, ବର୍ତ୍ତମାନ ପୁଣି ଥରେ ଆମେ ଭିତରକୁ ବାହାରିବୁ। ଆଉ ଯେଉଁଟା କହିଲେ କହୁଛନ୍ତି ପାଣି ଭିତରେ ଏତେ ଟାଇମ୍ ସ୍ପେଣ୍ଡ କଲା ବି ଆମକୁ ଲାଗିଲାନି ଯେ ଗାଧୋଇଲା ଭଳିଆ। ଆଉ ଭୋଜି ଯେହେତୁ ଆମର ଆରେଞ୍ଜ ହେଇଥିଲା, ମଟନ୍କୁ ଚିପ୍ସ, ପନିର ଡ୍ରାଏ ଫ୍ରାଏ, ଆଉ ତା ସାଙ୍ଗେ ହେଇଥିଲା ଦହି ସାଲାଡ଼। ମାନେ ଆକ୍ଚୁଆଲି ଏ ପିକନିକ୍ଟା ଅର୍ଗାନାଇଜ୍ କରିଥିଲେ ହୋଟେଲ ମିଲନ ମ୍ୟାଡ଼ାମ୍, ଯେଉଁଟାକି ବ୍ରହ୍ମପୁର ସ୍ଥିତ ଭାବାନଗର ଅଛି। ଆଉ ସ୍ପନ୍ସର ହୁଏ ମ୍ୟାଡ଼ାମ୍, ଇଏ ହେଉଛନ୍ତି ମ୍ୟାଡ଼ାମ୍। ଆଉ ବର୍ତ୍ତମାନ ଆମେ ଟୋଟାଲି ଗ୍ରୁପ୍ ଏନ୍ଜୟ କରିଥିଲୁ। ଆଉ ପିକନିକ୍ ସରିବା ପୂର୍ବରୁ ଯଦି ଆଜିର ଟ୍ରେଣ୍ଡିଂ ଭିଡ଼ିଓ ଯେଉଁଟା ଚାଲିଛି, ଯଦି ସେଇଟା ଟିକେ ନହେଲେ ତ ମଜା ଆସିବନି ନା। ଇଏ ହେଉଛନ୍ତି ମୁଁ, ମୋ ସରୁ ଭାଇ ଏବଂ ପପୁ। ତ ଲାଷ୍ଟକୁ ଟ୍ରେଣ୍ଡିଂ ଭିଡ଼ିଓ ସହିତ ଆଜି ଭିଡ଼ିଓକୁ ମୁଁ ଏଇଠି ଶେଷ କରୁଛି। ଯେଉଁମାନେ ମୋ ଭିଡ଼ିଓ ଅଛନ୍ତି ପ୍ଲିଜ୍ ଡୋଣ୍ଟ ଫରଗେଟ୍ ଟୁ ସବସ୍କ୍ରାଇବ୍ ଆଣ୍ଡ ଫଲୋ। ରହିଲି, ବାଏ ବାଏ, ଥ୍ୟାଙ୍କ ୟୁ।